ରାଧେଶ୍ୟାମ ଏକ ଷ୍ଟୋରୀ ମାଧ୍ୟମରେ ଜାଣିବା ଆପଣଙ୍କର କର୍ମ କେମିତି କଟିଥାଏ। ତ ଧ୍ୟାନର ସହିତ ଏହି ଭିଡ଼ିଓକୁ ଆପଣମାନେ ନିହାତି ଦେଖିବେ। ଜଣେ ରାଜା ରାସ୍ତାରେ ଯାଉଥିଲେ ତାଙ୍କର ଘୋଡ଼ାରେ ସବାରି କରିକି, କିନ୍ତୁ କିଛି ଦୂର ଗଲା ପରେ ତାଙ୍କର ଦେଖା ଜଣେ ସନ୍ଥଙ୍କ ସହିତ ହୋଇଯାଏ ଓ ସେଇ ସନ୍ଥ କୁହନ୍ତି ରାଜାଙ୍କୁ, ମୋତେ କିଛି ଉପହାର ଦିଅନ୍ତୁ। କିନ୍ତୁ ସେଇ ଜାଗାରେ ରାଜା କିଛି ବି ଉପହାର ଦିଅନ୍ତି ନାହିଁ। କୁହନ୍ତି, ମୋ ପାଖରେ ଏମିତି କିଛି ବି ନାହିଁ ଯାହା ମୁଁ ତୁମକୁ ଦେଇପାରିବି। ଓ ସନ୍ଥ କୁହନ୍ତି, କିଛି ନଥିଲେ ମଧ୍ୟ ଆପଣଙ୍କ ପାଖରେ ଆପଣଙ୍କର ଘୋଡ଼ା ଯାହାକି ମଇଳା ବର୍ଜନ କରିସାରିଛି ସେଇ ତ ଅଛି, ସେଇତିକ ହିଁ ଦିଅନ୍ତୁ। ତ ସେଇ ଜାଗାରେ କ'ଣ କରନ୍ତି ରାଜା, ତାଙ୍କର ଘୋଡ଼ା ଯେଉଁ ମଇଳା ପରିତ୍ୟାଗ କରିସାରିଛନ୍ତି ସେଇ ମଇଳାକୁ ସେଇ ସନ୍ଥକୁ ଦାନ ଦେଇଦିଅନ୍ତି। ଓ ସେଇ ଜାଗାରେ ସେ ସନ୍ଥ ଜଣକ କୁହନ୍ତି, ମୋତେ ତୁମେ ଯାହା ବି ଦେଇଛ ତୁମର 100 ଗୁଣା ହେଇକି ବଢ଼ିଯାଉ। ତ ସେଇ ଜାଗାରେ ରାଜା ଏମିତି ମୁରୁକି ହସିକି ଆଗକୁ ଚାଲିଯାଆନ୍ତି ତାଙ୍କର ଯାହା ବି ଦର୍ଶନୀୟ ସ୍ଥାନ ଦେଖା କରିବାର ଥାଏ ସେଇ ଦିଗରେ। ତ ସେଇ ଜାଗାରେ ସନ୍ଥ ଚାଲିଯାଆନ୍ତି ତାଙ୍କର ଘରକୁ। ତ କ'ଣ ହେଇଥାଏ, ତା ପରଦିନ ସକାଳେ କ'ଣ ହେଇଛି, ରାଜା ଯେଉଁ ଗୋବର ସନ୍ଥକୁ ଦେଇଥିଲେ ସକାଳ ପାଇବା ମାତ୍ରେ ଦେଖିଲେ ଘର ଚାରିପାଖ ସବୁଆଡ଼େ ଏମିତି ଗନ୍ଧ ହେବାରେ ଲାଗିଛି ଯାହାକି ସହି ହେବ ନାହିଁ। ତ ଦେଖିଲେ ବାରିପଟେ ଦାଣ୍ଡପଟେ ସବୁଆଡ଼େ ଖତ ପୁରି ଯାଇଛି, ବହୁତ ସାରା ଗୋବର ପୁରି ଯାଇଛି। ତ ସେଇ ଜାଗାରେ ରାଜା କହିଲେ, ଏତେ ସାରା ଗୋବର ମୋ ଘରକୁ ଏମିତି କେମିତି ପୁରି ଯାଇଛି। ତ ସେଇ ଜାଗାରେ ରାଜା ମନେ କଲେ ଯେ ଜଣେ ସନ୍ଥ ତାଙ୍କୁ ବହୁତ ସାରା ଆଶୀର୍ବାଦ ଦେଇଥିଲେ ଯେ ମୋତେ ଯାହା ବି ଦେଇଛ ତୁମର ବହୁତ ସାରା 2 ଗୁଣ ହେଇକି ପୁରି ଯାଉ, ତୁମର ଆହୁରି ବହୁତ ବଢ଼ିଯାଉ। ତ ସେଇ ଜାଗାରେ ରାଜା ସେଇ ସନ୍ଥକୁ ପୁଣି ଖୋଜିବାରେ ଲାଗନ୍ତି ଯେ ସନ୍ଥ କହିଥିବା କଥା ଏତେ ସାରା ଯଦି କାମ କରୁଛି ତାହେଲେ ଏତେ ଗନ୍ଧରେ ତ ମୁଁ ରହିପାରିବି ନାହିଁ। ମୁଁ ତ କେବଳ ସେଇ ସନ୍ଥକୁ ଗୋବର ଦାନ ଦେଇଥିଲି ଓ ସେଇ ଗୋବର ମୋ ଘର ଦ୍ୱାର ପୁରି ଯାଇଛି। ତ ମୋତେ ସେଇ ସନ୍ଥକୁ ଦେଖା କରିବାକୁ ହେବ, ତା ଛଡ଼ା ଏତେ ସାରା ଗନ୍ଧରେ ମୁଁ କେମିତି ରହିବି। ଏମିତିରେ ରାଜା ସେଇ ସନ୍ଥକୁ ଖୋଜିବାରେ ଲାଗନ୍ତି ଓ ଏମିତି ଖୋଜୁ ଖୋଜୁ ସନ୍ଥ ଘରେ ଯାଇ ପ୍ରବେଶ କରନ୍ତି। ରାଜା ପାଇଯାଆନ୍ତି। ସେଇ ଜାଗାରେ କୁହନ୍ତି, ହେ ସନ୍ଥ ମହାଶୟ, ମୁଁ ତ ଆପଣଙ୍କୁ କିଛି ଦେଇପାରିଲି ନାହିଁ, କେବଳ ଗୋବର ଦାନ ଦେଇଥିଲି ଓ ଆପଣ ମୋତେ ବହୁତ ସାରା ଆଶୀର୍ବାଦ ଦେଇଥିଲେ, ମୋତେ ଯାହା ଦେଇଛ ବଢ଼ିଯାଉ। ଓ ମୁଁ ସକାଳ ପାଇବା ମାତ୍ରେ ଦେଖିଲି ମୋ ଘର ଦ୍ୱାର ଚାରିପାଖରେ ବହୁତ ସାରା ଗୋବର ପୁରି ଯାଇଛି। ଓ ସେଇ ଜାଗାରେ ମୋତେ ବହୁତ ସାରା ଆଶ୍ଚର୍ଯ୍ୟ ଲାଗିଲା ଯେ ଆପଣ କହିଥିବା କଥାଟି ଏତେ ସାରା କେମିତି ଗୋଟେ ରାତି ଭିତରେ ବଢ଼ିଗଲା। ତ ସେଇ ଜାଗାରେ ତ ଆପଣ କହିଥିବା କଥାଟି ସମ୍ପୂର୍ଣ୍ଣ ସିଦ୍ଧ ହୋଇଯାଇଛି, କିନ୍ତୁ ମୁଁ କରିଥିବା କର୍ମ ଅନୁସାରେ ମୋତେ ସେଇ ଜାଗାରେ ରହିବା ପାଇଁ ଆଉ ମନ ନାହିଁ ଯେ ମୋ ଘରର ଚାରିପାଖରେ ଏତେ ସାରା ଗୋବର ହୋଇଯାଇଛି। ତ ସେଇଠାରୁ ମୁଁ କେମିତି ମୁକ୍ତି ପାଇବି, ଏତେ ସାରା ଗୋବର ଗନ୍ଧରେ ମୁଁ କେମିତି ରହିବି। ସେଇ ଜାଗାରେ ସନ୍ଥ କୁହନ୍ତି, ମୋତେ ରାଜା ପ୍ରଶ୍ନ କରିବ ନାହିଁ। ତ ରାଜା ସେଇ ଜାଗାରେ କୁହନ୍ତି, ହଁ ମୁଁ ପ୍ରଶ୍ନ କରିବି ନାହିଁ, ମୋତେ ଏହାର ନିବାରଣ କିଛି କୁହନ୍ତୁ। ମୁଁ କ'ଣ କଲେ ଏଇ ଗୋବରରୁ ମୁକ୍ତି ପାଇପାରିବି, କ'ଣ କଲେ ଏଇ ଗୋବର ବଢ଼ିବା ମୋ ଘରେ କମିଯିବ ଓ ମୁଁ ଶାନ୍ତିରେ ରହିପାରିବି। ସେଇ ଜାଗାରେ ସନ୍ଥ କହିଲେ, ମୁଁ ଯାହା ଆଦେଶ କରୁଛି ତୁମେ କରିଚାଲ, ଯେପର୍ଯ୍ୟନ୍ତ ସେଇ କାମକୁ କରି ନ ସାରିଛ ସେ ପର୍ଯ୍ୟନ୍ତ ମୋତେ ପ୍ରଶ୍ନ ପଚାରିବ ନାହିଁ। ତ ସେଇ ଜାଗାରେ ରାଜା କହିଲେ, ହଁ ମୁଁ ପ୍ରଶ୍ନ ପଚାରିବି ନାହିଁ, ମୋତେ କୁହ ମୋତେ କ'ଣ କରିବାକୁ ପଡ଼ିବ। ତ ସେଇ ଜାଗାରେ ସନ୍ଥ ତାକୁ କହିଲେ, ଏମିତି କିଛି ବି କାମ କର ଯେମିତି ଲୋକମାନେ ତୁମର ନିନ୍ଦା କରିବେ। ଏମିତି କିଛି କାମ କରିଦିଅ ଯେ ହଜାର ହଜାର ଲୋକ, ଶହ ଶହ ଲୋକ, ଚାରିଦିଗ ଚାରି ଗାଁ ଆଖପାଖରେ ଚହଳ ପଡ଼ିଯାଉ ଯେ ରାଜା ଜଣେ ଖରାପ ଲୋକ। ଏମିତି କିଛି କାମ କରିଦିଅ ଯାହାକି ତୁମ ନାଁରେ ନିନ୍ଦା ହିଁ ନିନ୍ଦା ହେବ। ତ ରାଜା ଆଉ କିଛି ପ୍ରଶ୍ନ ପଚାରିଲେ ନାହିଁ। ସେଇ ଜାଗାରେ ଯାଇ ଏମିତି କିଛି କାମ କଲେ ଯାହାକି ତାଙ୍କ ପାଇଁ ନିନ୍ଦା ପାଲଟିଯିବ। ତାଙ୍କୁ ସମସ୍ତେ ଛି ଛି କରିବେ, ତାଙ୍କୁ ସମସ୍ତେ ନିନ୍ଦା କରିବେ। ସେମିତି କିଛି କାମ ରାଜା କରନ୍ତି ଓ ଚାରିଦିଗରେ ଚହଳ ପଡ଼ିଯାଏ ଯେ ରାଜା ବହୁତ ଖରାପ, ରାଜା ଏମିତି କାମ କରିବେ କେହି ସ୍ୱପ୍ନରେ ଭାବିନଥାନ୍ତି। ଏମିତି ସାରା ଚହଳ ପଡ଼ିବାରେ ଲାଗିଲା। ତ ସେଇ ଜାଗାରେ ପୁଣି ପରଦିନ ଦେଖିଲେ ତାଙ୍କର ଚାରିପାଖରେ ଥିବା ସମସ୍ତ ଗୋବର ଯାହାକି ବଢ଼ିବାରେ ଲାଗିଥିଲା, ସେଇ ଚାରିପାଖରେ ଟିକେ ବି ଗୋବର ଆଉ ନଥିଲା।
ରାଜା ଦେଖିକି ଆଶ୍ଚର୍ଯ୍ୟ ହେଲେ ଯେ ଏତେ ସାରା ଗୋବର ମୋ ଚାରି ପାଖରେ ଥିଲା, କିନ୍ତୁ ଗୋଟେ ରାତି ଭିତରେ କ'ଣ ସନ୍ଥ କହିଲେ ମୁଁ ମାନିଗଲି ଓ ମୋ ଚାରି ପାଖରୁ ଏତେ ସାରା ଗୋବର ହଟିଗଲା। ତ ଏଇ ଭିତରେ କ'ଣ ସେ ଜିନିଷଟି କ'ଣ ହେଇଥାଇପାରେ ଯେ ଏତେ ଆଶ୍ଚର୍ଯ୍ୟକର ହୋଇକି କାମ କରୁଛି? ମୋତେ ଏସବୁ ଜାଣିବାକୁ ପଡ଼ିବ। ତ ସେଇ ଜାଗାରେ ରାଜାଙ୍କୁ ପୁଣି ରାଜା ସେଇ ସନ୍ଥଙ୍କ ପାଖକୁ ଯାଆନ୍ତି ଓ କୁହନ୍ତି ଯେ ସନ୍ଥ ମହାଶୟ, ମୋ ଘରୁ ସମସ୍ତ ଗୋବର ହଟିଯାଇଛି। ମୋର ଚାରି ପାଖରେ ଯେମିତି ଆଗରୁ ସୁଗନ୍ଧ ଥିଲା, ଏମିତି ବାସ୍ନାରେ ମୁଁ ସବୁବେଳେ ସୁଗନ୍ଧକୁ ନେଉଥିଲି, ସେମିତି ବାସ୍ନା ହେଇସାରିଛି ଓ ଗୋବରର ଶୂନ୍ୟସ୍ଥାନ ହେଇସାରିଛି। ମୋ ଚାରିପାଖ ସଫା ହେଇସାରିଛି। ଏମିତି ଆପଣ କେଉଁ ମନ୍ତ୍ର ଦେଲେ, କ'ଣ କହିଲେ, ମୁଁ କିଛି ବୁଝିପାରୁନି ଯେ ଗୋଟେ ରାତିରେ ଗୋବର ବଢ଼ିଗଲା, ପୁଣି ଗୋଟେ ରାତିରେ ଗୋବର ମୋ ଚାରି ପାଖରେ ନାହିଁ। ମୁଁ କିଛି ବି ବୁଝିପାରୁନି, ଏମିତି କେମିତି ହେଲା? ମୋତେ ତ କିଛି କୁହନ୍ତୁ, ଏହି ବିଷୟରେ ମୁଁ ଜାଣିବି। ତ ସେଇ ଜାଗାରେ ସନ୍ଥ କହିଲେ, ଆପଣ ଧ୍ୟାନର ସହିତ ଶୁଣିବେ, ଯେ ଯେଉଁଠି ତମକୁ ନିନ୍ଦା କରାଯାଏ, ଯେଉଁଠି ତମ ନାଁରେ ଅପମାନ କିଏ କରୁଥାଏ, ଯଦି ତମେ କିଛି କୁହ ନାହିଁ, ବହୁତ ସାରା ଲୋକ ତମ ନାଁରେ ନିନ୍ଦା କରନ୍ତି। ତମେ କରିଥିବା ଆଗରୁ ବହୁତ ସାରା କୁକର୍ମର ଫଳ କଟିଯାଏ ସେମାନଙ୍କ ଭାଗ୍ୟକୁ, ଯେଉଁମାନେ ତମର ନିନ୍ଦା କରୁଥାନ୍ତି। ତ ସେଇ ଜାଗାରେ ରାଜା ଆଶ୍ଚର୍ଯ୍ୟ ହେଲେ, ୟା ମାନେ ମୁଁ ଆଗରୁ ଯାହା ଭୁଲ କରିଛି, ଯେତେ ଲୋକ ମୋର ନିନ୍ଦା କଲେ, ସେଇମାନଙ୍କ ଭାଗ୍ୟକୁ ଚାଲିଗଲା। ସନ୍ଥ କହିଲେ, ହଁ, ଯେଉଁ ଲୋକର ନିନ୍ଦା ହୁଏ ସେଇ ଲୋକମାନେ ସେଇ ନିନ୍ଦାର ଭାଗିଦାରୀ ବନିଯାଆନ୍ତି। ସେଥିପାଇଁ ଆଜିଠାରୁ ଆପଣଙ୍କୁ ଯିଏ ନିନ୍ଦା କରୁଛି, ଆପଣ ଖୁସି ହୁଅନ୍ତୁ, ତାକୁ କେବେ ବି ରାଗିବେ ନାହିଁ, କାରଣ ଆପଣଙ୍କ କର୍ମର ଫଳକୁ ସେ ମୁଣ୍ଡଉଥାଏ ତା'ର ଭାଗ୍ୟକୁ। ଏମିତିରେ କର୍ମ କଟୁଥାଏ। ଆପଣ ଏଇ ଭିଡ଼ିଓରୁ ଜାଣିଲେ, ଆଜିଠାରୁ ଆପଣଙ୍କୁ କିଏ ଅପମାନ କରୁ, ଆପଣଙ୍କ ନାଁରେ କିଏ କିଛି କହିଦେଉ, ଆପଣ କିଛି କହିବେ ନାହିଁ, କାରଣ ଆପଣ ଆଗରୁ କରିଥିବା ବହୁତ ସାରା ପାପ କର୍ମର ଯାହା ଫଳ ପାଇଥାନ୍ତେ, ସେଇ ଫଳ କଟିଯାଏ ସେମାନଙ୍କ ଭାଗ୍ୟକୁ ଓ ସେଇ ଫଳ ଯେତିକି କଟିବାରେ ଲାଗେ, ଆପଣଙ୍କର ପୁଣ୍ୟର ଫଳର ଖାତା ବଢ଼ିବାରେ ଲାଗେ। ଆଗକୁ ଆପଣ ଆହୁରି ଖୁସିରେ ରୁହନ୍ତି। ତ ଏଇ ଭିଡ଼ିଓରୁ କ'ଣ ଶିଖିଲେ, କ'ଣ ଜାଣିଲେ? ଯଦି ଭିଡ଼ିଓ ପସନ୍ଦ ଆସିଛି, ଲାଇକ୍, ସେୟାର, ସବସ୍କ୍ରାଇବ୍ ଆପଣମାନେ ନିହାତି କରିବେ। ରାଧେ ଶ୍ୟାମ।